जय जगन्नाथ पिलाମାନେ ଆଜିର ଏକ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୁମମାନଙ୍କର ଇଂଲିଶ ଜାସ୍ମିନ୍ ବହିର ୟୁନିଟ୍ 2 ଭ୍ୟାଲୁଜ୍ ଆଣ୍ଡ ଡିସ୍ପୋଜିସନ୍ ଏହି ବିଷୟରେ ଥିବା ତୁମମାନଙ୍କର ଚାପ୍ଟର 6 ଭର୍ଗିଜ କୁରିଏନ୍ ଆଇ ଟୁ ହାର୍ଡ଼ ଏ ଡ୍ରିମ୍ ଏହି ବିଷୟର କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକ ଡିସ୍କସନ୍ କରିବା। ତାହେଲେ ପ୍ରଥମେ ଦେଖ ପିଲାମାନେ, ଲେଟ୍ ଅସ୍ ଡୁ ଦିଜ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ଆଇରେ ଦେଲା arrange the worldwide means of communication given below in the timeline provided. Share your answers with your classmates and teacher. ନିମ୍ନରେ ଦିଆଯାଇଥିବା ବିଶ୍ୱବ୍ୟାପୀ ଯୋଗାଯୋଗ ମାଧ୍ୟମ ଗୁଡ଼ିକୁ ପ୍ରଦତ୍ତ ସମୟ ରେଖାରେ ସଜାନ୍ତୁ। ତାହେଲେ ଦେଖ ପିଲାମାନେ, ଏଠାରେ ରହିଲା ଟେଲିଫୋନ୍, ରହିଲା ଇମେଲ୍, ରହିଲା ପୋଷ୍ଟକାର୍ଡ଼, ରହିଲା ଟେଲିଗ୍ରାଫ, ରହିଲା ମୋବାଇଲ ଫୋନ୍, ରହିଲା କ୍ୟାରିୟର ପିଜନ୍ସ ହେଲା ବାହକ ପାରା। ପୂର୍ବ କାଳରେ ପାରା ମାଧ୍ୟମରେ ପ୍ରଥମେ ଚିଠି ଦେବା ନେବା କରାଯାଉଥିଲା। ତେଣୁ ପ୍ରଥମେ ଲେଖିବା କ୍ୟାରିୟର ପିଜନ୍, ଇଏ ହେବ 1। 2ରେ ହେବ ଟେଲିଗ୍ରାଫ, ଇଏ ହେବ 2। 3ରେ ହେବ ପୋଷ୍ଟକାର୍ଡ଼, ଇଏ ହେଲା 3। 4ରେ ହେବ ଟେଲିଫୋନ୍, ଇଏ ହେଲା 4। 5ରେ ହେବ ମୋବାଇଲ ଫୋନ୍, ଇଏ ହେଲା 5। 6ରେ ହେଲା ଇମେଲ୍। ତେଣୁ ଉପରୋକ୍ତ ଯୋଗାଯୋଗ ମାଧ୍ୟମ ଗୁଡ଼ିକୁ ଆମେ ଯଦି ସମୟ ରେଖାରେ ଦର୍ଶାଇବା, ନୂଆରୁ ପୁରୁଣା କ୍ରମରେ ସଜାଇବା, ତାହେଲେ ଫାର୍ଷ୍ଟ ହେବ କ୍ୟାରିୟର ପିଜନ୍ସ, ସେକେଣ୍ଡରେ ଟେଲିଗ୍ରାଫ, ଥାର୍ଡ଼ରେ ପୋଷ୍ଟକାର୍ଡ଼, ଫୋର୍ଥରେ ଟେଲିଫୋନ୍, ଫିଫ୍ଥରେ ମୋବାଇଲ ଫୋନ୍ ଏବଂ ସିକ୍ସଥରେ ଲେଖିବା ଇମେଲ୍। ତାପରେ ଦେଖ ପିଲାମାନେ, ଡବଲ ଆଇ, ୱାର୍କ ଇନ୍ ପେୟାର୍ସ ଆଣ୍ଡ ଡିସ୍କସ୍ ଦ ଫଲୋଇଂ ଥିଙ୍ଗସ୍। ସେୟାର ୟୋର ଆନ୍ସର ୱିଥ୍ ୟୋର କ୍ଲାସମେଟ୍ସ ଆଣ୍ଡ ଟିଚର। ଯୋଡ଼ି ହୋଇ କାମ କରନ୍ତୁ ଏବଂ ନିମ୍ନଲିଖିତ ବିଷୟ ଗୁଡ଼ିକ ଉପରେ ଆଲୋଚନା କରନ୍ତୁ। ତୁମର ଉତ୍ତରକୁ ତୁମର ସହପାଠୀ ଏବଂ ଶିକ୍ଷକଙ୍କ ସହିତ ସହଭାଗିତା କରନ୍ତୁ। କ୍ୱେଶ୍ଚିନ୍ ନମ୍ବର 1, ଦି ରିଜିଅନ୍ ଫର୍ ଚେଞ୍ଜ ଇନ୍ ଦ ମିନ୍ସ ଅଫ୍ କମ୍ୟୁନିକେସନ୍ ଓଭର ଦ ଇୟର୍ସ। ବର୍ଷ ବର୍ଷ ଧରି ଯୋଗାଯୋଗ ମାଧ୍ୟମରେ ପରିବର୍ତ୍ତନର କାରଣ। ଏହାର ଆନ୍ସର ଲେଖିବା ଡ୍ୟୁ ଟୁ ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟସ୍, ଇଜ୍ ଅଫ୍ ୟୁଜ୍ ଆଣ୍ଡ ଦି ହ୍ୟୁମାନ ନିଡ୍ ଫର୍ ଫାଷ୍ଟର ଆଣ୍ଡ ମୋର୍ ଏଫିସିଏଣ୍ଟ କମ୍ୟୁନିକେସନ୍ ଆକ୍ରସ୍ ଲଙ୍ଗ ଡିଷ୍ଟାନ୍ସେସ୍। କ୍ୱେଶ୍ଚିନ୍ ନମ୍ବର 2, ଦ ମିନ୍ସ ଅଫ୍ କମ୍ୟୁନିକେସନ୍ ଦ୍ୟାଟ୍ ୟୁ ପ୍ରିଫର୍ ଟୁ ୟୁଜ୍ ଆଣ୍ଡ ଦି ରିଜିଅନ୍ ଫର୍ ୟୋର ଚଏସ୍। ତୁମେ ପସନ୍ଦ କରୁଥିବା ଯୋଗାଯୋଗ ମାଧ୍ୟମ ଏବଂ ପସନ୍ଦର କାରଣ କ'ଣ ଲେଖ। ଏହାର ଆନ୍ସର ଲେଖିବା ଆଇ ପ୍ରିଫର୍ ଇମେଲ୍ ଆଣ୍ଡ ଇନଷ୍ଟାଣ୍ଟ ମେସେଜିଂ ଲାଇକ୍ ହ୍ୱାଟ୍ସଆପ୍ ବିକଜ୍ ଇଟ୍ ଆଲାଉଜ୍ ମି ଟୁ ଏକ୍ସପ୍ରେସ୍ ମାଇସେଲ୍ଫ କ୍ଲିୟରଲି, ଆଟାଚ୍ ଫାଇଲ୍ସ ଆଣ୍ଡ ମେସେଜେସ୍ କ୍ୟାନ୍ ବି ସେଭ୍ଡ ଫର୍ ଫ୍ୟୁଚର ରେଫରେନ୍ସ। କ୍ୱେଶ୍ଚିନ୍ ନମ୍ବର 3, communication through social media, its benefits and precaution that one should take against its misuse। ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଗାଯୋଗ, ଏହାର ଲାଭ ଏବଂ ଏହାର ଅପବ୍ୟବହାରରୁ ରକ୍ଷା ପାଇବା ପାଇଁ ନେବାକୁ ଥିବା ସତର୍କତା କ'ଣ। ଏହାର ଆନ୍ସର ଲେଖିବା ସୋସିଆଲ ମିଡ଼ିଆ ଇଜ୍ ହାଇଲି ବେନିଫିସିଆଲ ଫର୍ କ୍ୱିକଲି କନେକ୍ଟିଂ ୱିଥ୍ ପିପୁଲ୍ ଗ୍ଲୋବାଲି ଆଣ୍ଡ ସେୟାରିଂ ଇନଫର୍ମେସନ୍। ହାଉଏଭର we must take precautions like guarding against fake news, protecting our privacy, avoiding cyberbullying and monitoring our screen time। ତାପରେ ଦେଖ ପିଲାମାନେ, let us discuss। ଚାଲ ଆଲୋଚନା କରିବା। ଏ ଫ୍ୟାକ୍ଟ ଇଜ୍ ସମଥିଙ୍ଗ, ଏକ ତଥ୍ୟ ହେଉଛି କିଛି, ଦ୍ୟାଟ୍ ଏହିପରି, କ୍ୟାନ୍ ବି ପ୍ରୁଭେନ୍ ଟ୍ରୁ ଅର୍ ଫଲ୍ସ, ଯାହାକୁ ସତ୍ୟ କିମ୍ବା ମିଥ୍ୟା ବୋଲି ପ୍ରମାଣିତ କରାଯାଇପାରିବ। ଏ ଫ୍ୟାକ୍ଟ ଇଜ୍ ନଟ୍ ବେସ୍ଡ ଅନ୍ ପିପୁଲ୍ସ ବିଲିଭ୍ସ, ଏକ ତଥ୍ୟ ଲୋକଙ୍କ ବିଶ୍ୱାସ ଉପରେ ଆଧାରିତ ନୁହେଁ। ଆନ୍ ଓପିନିଅନ୍ ଅନ୍ ଦ ଅଦର ହ୍ୟାଣ୍ଡ, ଅନ୍ୟ ପକ୍ଷରେ ଏକ ମତାମତ ହେଉଛି, ଇଜ୍ ଏ ବିଲିଫ୍, ଏକ ବିଶ୍ୱାସ, ଫିଲିଂ, ଭାବନା, ଅର୍ ଜଜମେଣ୍ଟ, କିମ୍ବା ବିଚାର, ଆଣ୍ଡ କ୍ୟାନ୍ ଭ୍ୟାରି ଫ୍ରମ୍ ୱାନ୍ ପର୍ସନ୍ ଟୁ ଆନାଦର, ଏବଂ ଏହା ଜଣେ ବ୍ୟକ୍ତିରୁ ଅନ୍ୟ ଜଣେ ବ୍ୟକ୍ତି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହୋଇପାରେ। ଆନ୍ ଓପିନିଅନ୍ କ୍ୟାନ୍ ନଟ୍ ବି ପ୍ରୁଭେନ୍, ଏକ ମତାମତ ପ୍ରମାଣିତ ହୋଇପାରିବ ନାହିଁ। ତାପରେ ଦେଖ ପିଲାମାନେ, କ୍ୱେଶ୍ଚିନ୍ ନମ୍ବର ଆଇ,
ଆଇଡେଣ୍ଟିଫାଏ ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟସ୍ ଆର୍ ଫ୍ୟାକ୍ଟସ୍ ଆଣ୍ଡ ହୁଇଚ୍ ଆର୍ ଓପିନିଅନ୍ସ। ନିମ୍ନଲିଖିତ ବିବୃତିଗୁଡ଼ିକ ମଧ୍ୟରୁ କେଉଁଟି ତଥ୍ୟ ଏବଂ କେଉଁଟି ମତାମତ ତାହା ଚିହ୍ନଟ କର। 1ରେ ଦେଲା ବଟ୍ ସ୍ପିକିଂ ଅନ୍ ଦ ଟେଲିଫୋନ୍ ଓନ୍ଲି ଗିଭ୍ସ ଅସ୍ ଆନ୍ ଇମିଡ଼ିଏଟ୍ ବଟ୍ ଫ୍ଲିଟିଂ ଜୟ। କିନ୍ତୁ ଟେଲିଫୋନରେ କଥା ହେବା ଆମକୁ କେବଳ ଏକ ତତ୍କାଳୀନ କିନ୍ତୁ କ୍ଷଣସ୍ଥାୟୀ ଆନନ୍ଦ ଦିଏ। ତାହେଲେ ଏହା କ'ଣ ହେବ, ଫ୍ୟାକ୍ଟ ନା ଓପିନିଅନ୍? ଏହାର ଆନ୍ସର ହେବ ଓପିନିଅନ୍। I started my working life soon after our country became independent. ଆମ ଦେଶ ସ୍ୱାଧୀନ ହେବାର ତୁରନ୍ତ ପରେ ମୁଁ ମୋର କର୍ମମୟ ଜୀବନ ଆରମ୍ଭ କଲି। ତାହେଲେ ଏହା କ'ଣ ହେବ ନା ଏଇଟା ହେବ ଫ୍ୟାକ୍ଟ। ତେଣୁ ଫ୍ୟାକ୍ଟ ଲେଖିବା। 3 ନମ୍ବର ଟୁ ବି କ୍ୱାଇଟ୍ ଅନେଷ୍ଟ ସର୍ଭିସ୍ ଟୁ ଆୱାର ନେସନ୍ସ ଫାର୍ମର୍ସ ୱାଜ୍ ନଟ୍ ଦି କ୍ୟାରିୟର ଆଇ ହ୍ୟାଡ୍ ଏନଭିଜନ୍ଡ ଫର୍ ମାଇସେଲ୍ଫ। ସତ କହିବାକୁ ଗଲେ ଆମ ଦେଶର କୃଷକମାନଙ୍କ ସେବା କରିବା ମୋ ପାଇଁ ଏକ କ୍ୟାରିୟର ବୋଲି ମୁଁ କଳ୍ପନା କରିନଥିଲି। ତାହେଲେ ଏଇଟା କ'ଣ ହେବ ନା ଏଇଟା ହେବ ଓପିନିଅନ୍। ତାପରେ ଦେଖ ପିଲାମାନେ 4 ନମ୍ବର I knew I could make a more meaningful contribution by working here in Anand, Gujarat. ମୁଁ ଜାଣିଥିଲି ଯେ ଗୁଜରାଟର ଆନନ୍ଦରେ କାମ କରି ମୁଁ ଅଧିକ ଅର୍ଥପୂର୍ଣ୍ଣ ଅବଦାନ ଦେଇପାରିବି। ତାହେଲେ ଏଇଟା କ'ଣ ହେବ ପିଲାମାନେ ନା ଏଇଟା ହେବ ଓପିନିଅନ୍। Question number 5 values that I saw in my mentor and supporter here in Anand ତ୍ରିଭୁବନ ଦାସ ପଟେଲ। ମୂଲ୍ୟବୋଧ ଯାହା ମୁଁ ଆନନ୍ଦରେ ମୋର ଗୁରୁ ଏବଂ ସମର୍ଥକ ତ୍ରିଭୁବନ ଦାସ ପଟେଲଙ୍କ ଠାରେ ଦେଖିଥିଲି। ତାହେଲେ ଏଇଟା କ'ଣ ହେବ ପିଲାମାନେ ନା ଏଇଟା ହେବ ଓପିନିଅନ୍। Question number 6 ଲାଇଫ୍ ଇଜ୍ ଏ ପ୍ରିଭିଲେଜ୍ ଆଣ୍ଡ ଟୁ ୱେଷ୍ଟ ଇଟ୍ ଉଡ୍ ବି ରଙ୍ଗ। ଜୀବନ ଏକ ସୌଭାଗ୍ୟ ଏବଂ ଏହାକୁ ନଷ୍ଟ କରିବା ଭୁଲ ହେବ। ତାହେଲେ ଏଇଟା କ'ଣ ହେବ ପିଲାମାନେ ଏଇଟା ହେବ ଓପିନିଅନ୍। Question number 7 I hope that you too will discover as I did that failure is not about not succeeding. ମୁଁ ଆଶା କରୁଛି ଯେ ତୁମେ ମଧ୍ୟ ମୋ ପରି ଆବିଷ୍କାର କରିବ ଯେ ବିଫଳତା ମାନେ କେବଳ ସଫଳ ନ ହେବା ନୁହେଁ। ତାହେଲେ ଏଇଟା କ'ଣ ହେବ ପିଲାମାନେ ନା ଏଇଟା ହେବ ଓପିନିଅନ୍। ତେଣୁ ଏଠାରେ ଲେଖିବା ଓପିନିଅନ୍। Question number 8 The magnificent ceremony in which the president awarded me the Padma Vibhushan in 1999. 1999 ମସିହାରେ ରାଷ୍ଟ୍ରପତି ମୋତେ ପଦ୍ମ ବିଭୂଷଣ ପ୍ରଦାନ କରିଥିବା ଚମତ୍କାର ଉତ୍ସବ। ତାହେଲେ ଏଇଟା କ'ଣ ହେବ ପିଲାମାନେ ନା ଏଇଟା ହେବ ଫ୍ୟାକ୍ଟ। ତେଣୁ ଏଠାରେ ଲେଖିବା ଫ୍ୟାକ୍ଟ। Let us think and reflect. ଚାଲ ଭାବିବା ଏବଂ ପ୍ରତିଫଳିତ କରିବା। ଆଇରେ ଦେଲା read the given extract and answer the questions that follow. ଦିଆଯାଇଥିବା ଉଦ୍ଧୃତାଂଶ ଗୁଡ଼ିକୁ ପଢ଼ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। Extract 1ରେ ଦେଲା In today's fast-paced world, we have become so addicted to instant communication that we prefer to use a telephone, but speaking on the telephone only gives us an immediate but fleeting joy. Writing is different. Writing, even if it is a letter, not only convey our present concern and views of the event taking place around us, but it becomes a procession that can be treasured and reread over the years with great abiding pleasure. Question number I fill in the blank given below by selecting the correct option from the brackets. ବନ୍ଧନୀରୁ ସଠିକ ବିକଳ୍ପ ଅଛି ଶୂନ୍ୟସ୍ଥାନ ପୂରଣ କର। When the writer refers to a fast-paced world, he is speaking of a world where dash communication happens quickly but lack depth. Now people have more time to write and reflect. When the writer referred to fast-paced world, ଯେତେବେଳେ ଲେଖକ ଦ୍ରୁତ ଗତିଶୀଳ ଦୁନିଆ fast-paced world ଦ୍ରୁତ ଗତିଶୀଳ ଦୁନିଆ ବିଷୟରେ କହୁଛନ୍ତି, he is speaking of a world where ସେ ଏହିପରି ଏକ ଦୁନିଆ ବିଷୟରେ କହୁଛନ୍ତି ଯେଉଁଠାରେ communication happens quickly but lacks depth. Communication happens quickly but lack depth. ଏଇଟା ହେବ
people have more times to write and reflect। ନା ଏଇଟା ହେବ ଏହାର ଆନ୍ସର ହେବ କମ୍ୟୁନିକେସନ୍ ହାପେନ୍ସ କୁଇକଲି ବଟ୍ ଲ୍ୟାକ୍ ଡେପ୍ଥ। ତାହେଲେ ଏହାର ଆନ୍ସର ଲେଖିବା ଏଇଟା। ତାପରେ ଦେଖ ପିଲାମାନେ ଡବଲ ଆଇ ସିଲେକ୍ଟ ଦି ଅପସନ୍ ଦ୍ୟାଟ୍ ଆପ୍ଲାଇଜ୍ କରେକ୍ଟଲି ଟୁ ବୋଥ୍ ଆସର୍ସନ୍ ଏ ଆଣ୍ଡ ରିଜିଅନ୍ ଆର୍। ଆସର୍ସନ୍ ହେଲା ଦାବି ବା ଦୃଢ଼ୋକ୍ତି ଏବଂ ରିଜନ୍ ଅର୍ଥ କାରଣ। ତାହେଲେ ଏଠାରେ ଦିଆଯାଇଥିବା ଦାବି ଏବଂ କାରଣ ଉଭୟ ପାଇଁ ସଠିକ୍ ଭାବରେ ପ୍ରଯୁଜ୍ୟ ହୋଇଥିବା ବିକଳ୍ପକୁ ବାଛିବା। ଏରେ ଆସର୍ସନ୍ କ'ଣ ଦେଲା? ରାଇଟିଂ ଲେଟର୍ସ କ୍ୟାନ୍ ବି ଟ୍ରେଜର୍ ଆଣ୍ଡ ରିଡ୍ ଓଭର ଦ ଇୟର୍ସ। ଚିଠି ଲେଖିବା ବର୍ଷ ବର୍ଷ ଧରି ଏହାକୁ ସଂଗୃହୀତ ଏବଂ ପୁନଃ ପଠିତ କରାଯାଇପାରିବ। ରିଜିଅନ୍ ଆର୍ କ'ଣ ଦେଲା? ନା ସ୍ପିକିଂ ଅନ୍ ଦ ଟେଲିଫୋନ୍ ପ୍ରୋଭାଇଡ୍ସ ଲଙ୍ଗ୍ ଲାଷ୍ଟିଂ ଜୟ। ଟେଲିଫୋନ୍ରେ କଥା ହେବା ଦ୍ୱାରା ଦୀର୍ଘସ୍ଥାୟୀ ଆନନ୍ଦ ମିଳିଥାଏ। ଅପସନ୍ ଏରେ ଦେଲା ବୋଥ୍ ଏ ଆଣ୍ଡ ଆର୍ ଆର୍ ଟ୍ରୁ ଆଣ୍ଡ ଆର୍ ଇଜ୍ ଦ କରେକ୍ଟ ଏକ୍ସପ୍ଲାନେସନ୍ ଅଫ୍ ଏ। ଉଭୟ ଆସର୍ସନ୍ ଏବଂ ରିଜିଅନ୍ ସତ୍ୟ ଅଟେ ଏବଂ ଏର ସଠିକ୍ ବ୍ୟାଖ୍ୟା ଅଟେ। ବିରେ ଦେଲା ବୋଥ୍ ଏ ଆଣ୍ଡ ଆର୍ ଆର୍ ଟ୍ରୁ। ଉଭୟ ଏ ଏବଂ ଆର୍ ସତ୍ୟ ଅଟେ ବଟ୍ ଆର୍ ଇଜ୍ ନଟ୍ କରେକ୍ଟ ଏକ୍ସପ୍ଲାନେସନ୍ ଅଫ୍ ଏ। କିନ୍ତୁ ଏର ସଠିକ୍ ବ୍ୟାଖ୍ୟା ନୁହେଁ। ସିରେ ଦେଲା ଏ ଇଜ୍ ଟ୍ରୁ ବଟ୍ ଆର୍ ଇଜ୍ ଫଲ୍ସ। ଏ ସତ୍ୟ ଅଟେ କିନ୍ତୁ ଆର୍ ମିଥ୍ୟା ଅଟେ। ଡିରେ ଦେଲା ବୋଥ୍ ଏ ଆଣ୍ଡ ଆର୍ ଆର୍ ଫଲ୍ସ। ଉଭୟ ଏ ଏବଂ ଆର୍ ମିଥ୍ୟା ଅଟେ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ ସି ଏ ଇଜ୍ ଟ୍ରୁ ବଟ୍ ଆର୍ ଇଜ୍ ଫଲ୍ସ। ତାହେଲେ ଦେଖ ପିଲାମାନେ ତାପରେ କ୍ୱେଶ୍ଚିନ୍ ନମ୍ବର ଟ୍ରିପଲ୍ ଆଇ ଆଇଡେଣ୍ଟିଫାଏ ହ୍ୱେଦର ଦି ଷ୍ଟେଟମେଣ୍ଟ ଗିଭେନ୍ ବିଲୋ ଇଜ୍ ଟ୍ରୁ ଅର୍ ଫଲ୍ସ। ନିମ୍ନରେ ଦିଆଯାଇଥିବା ବିବୃତ୍ତି ସତ୍ୟ କି ମିଥ୍ୟା ଚିହ୍ନଟ କର। ଦି ରାଇଟର ଫିଲ୍ସ ଦ୍ୟାଟ୍ ଲେଖକ ଅନୁଭବ କରନ୍ତି ଯେ ଲେଟର ରାଇଟିଂ ଇଜ୍ ଏ କ୍ଲାସ୍ ଆପାର୍ଟ ଫ୍ରମ୍ ଅଦର କାଇଣ୍ଡସ୍ ଅଫ୍ ରାଇଟିଂ। ଚିଠି ଲେଖିବା ଅନ୍ୟ ପ୍ରକାର ଲେଖାଠାରୁ ଏକ ସ୍ୱତନ୍ତ୍ର ଶ୍ରେଣୀର ଅଟେ। ତାହେଲେ ଏହି ବାକ୍ୟଟି ଠିକ୍ ଅଟେ ନା ଭୁଲ? ତାହେଲେ ଏହା ଠିକ୍ ଅଛି, ତେଣୁ ଲେଖିବା ଇଟ୍ ଇଜ୍ ଟ୍ରୁ। କ୍ୱେଶ୍ଚିନ୍ ନମ୍ବର ଆଇଭି ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ମୋଷ୍ଟ ଆପ୍ରୋପ୍ରିଏଟ୍ ଟାଇଟଲ୍ ଫର୍ ଦ ଗିଭେନ୍ ଏକ୍ସଟ୍ରାକ୍ଟ। ପ୍ରଦତ୍ତ ଉଦ୍ଧୃତାଂଶ ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ସବୁଠାରୁ ଉପଯୁକ୍ତ ଶୀର୍ଷକ? ଏରେ ଦେଲା ଦ ରାଇଜ୍ ଅଫ୍ ଇନଷ୍ଟାଣ୍ଟ କମ୍ୟୁନିକେସନ୍। ବିରେ ଦେଲା ଦି ଫ୍ଲିଟିଂ ଡିଲାଇଟ୍ ଅଫ୍ ଫୋନ୍ କଲ୍ସ। ସିରେ ଦେଲା ଦ ଲାଷ୍ଟିଂ ଜୟ ଅଫ୍ ରିଟେନ୍ ୱାର୍ଡସ୍। ଡିରେ ଦେଲା ଲିଭିଂ ଇନ୍ ଏ ଫାଷ୍ଟ ପେସ୍ ୱାର୍ଲଡ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଦି ଲାଷ୍ଟିଂ ଜୟ ଅଫ୍ ରିଟେନ୍ ୱାର୍ଡସ୍। କ୍ୱେଶ୍ଚିନ୍ ନମ୍ବର 2 ୟୋର୍ ଗ୍ରାଣ୍ଡମଦର ହୁ ମେଡ୍ ଆନ୍ ଇମ୍ପୋର୍ଟାଣ୍ଟ ଚଏସ୍। ତୁମର ଜେଜେମା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସି ନ୍ୟୁ ସେ ଜାଣିଥିଲେ। ଇନ୍ ଦୋଜ୍ ଆର୍ଲି ଡେଜ୍ ସେହି ପ୍ରାରମ୍ଭିକ ଦିନଗୁଡ଼ିକରେ ଲାଇଫ୍ ଇନ୍ ଆନନ୍ଦ କୁଡ୍ ନଟ୍ ଅଫର୍ ଇଭେନ୍ ଦ ସିମ୍ପଲ୍ କମ୍ଫର୍ଟ ଦ୍ୟାଟ୍ ୱି ଟେକ୍ ଫର୍ ଗ୍ରାଣ୍ଟେଡ୍ ଟୁଡେ। ଆନନ୍ଦରେ ଜୀବନଯାପନ କଲେ ସେହି ସାଧାରଣ ସୁବିଧା ସୁଯୋଗ ମଧ୍ୟ ମିଳିବ ନାହିଁ ଯାହାକୁ ଆଜି ଆମେ ସହଜରେ ପାଇଯାଉଛୁ। ହାଉଏଭର୍ ତଥାପି ସି ଆର୍ଡେଣ୍ଟଲି ସପୋର୍ଟେଡ୍ ମାଇ ଚଏସ୍ ଟୁ ଲିଭ୍ ଆଣ୍ଡ ୱାର୍କ ଇନ୍ ଆନନ୍ଦ। ଆନନ୍ଦରେ ରହିବା ଏବଂ କାମ କରିବା ପାଇଁ ମୋର ନିଷ୍ପତ୍ତିକୁ ସେ ଦୃଢ଼ ଭାବରେ ସମର୍ଥନ କରିଥିଲେ। ଦ୍ୟାଟ୍ ଚଏସ୍ ଅଫ୍ ୟୋର୍ ଗ୍ରାଣ୍ଡମଦର ଟୁ ଷ୍ଟାଣ୍ଡ ବାଏ ମି ହାଜ୍ ଗିଭେନ୍ ମି ଆନ୍ ଏଭରଲାଷ୍ଟିଂ ଷ୍ଟ୍ରେଂଥ। ତୁମ ଜେଜେମାଙ୍କର ସେହି ନିଷ୍ପତ୍ତି ମୋତେ ଏକ ଚିରନ୍ତନ ଶକ୍ତି ପ୍ରଦାନ କରିଥିଲା। ଅଲୱେଜ୍ ଏନ୍ସରିଂ ଦ୍ୟାଟ୍ ଯାହା ସର୍ବଦା ନିଶ୍ଚିତ କରିଥିଲା ଦ୍ୟାଟ୍ ଯେ ଆଇ ସୁଡ୍ ରେଡ୍ ମାଇ ରେସ୍ପନ୍ସିବିଲିଟିଜ୍ ୱିଥ୍ ପଏଜ୍ ମୁଁ ମୋର ସମସ୍ତ ଦାୟିତ୍ୱକୁ ଶାନ୍ତ ଏବଂ ସନ୍ତୁଳିତ ଭାବରେ ତୁଲାଇ ପାରିବି। ତାପରେ ଦେଖ ପିଲାମାନେ କ୍ୱେଶ୍ଚିନ୍ ନମ୍ବର ଆଇ ପିକ୍ ଆଉଟ୍ ଦ ଲାଇନ୍ ଦ୍ୟାଟ୍ ଟେଲ୍ସ ୟୁ ଦ ଗ୍ରାଣ୍ଡମଦର ସେୟାର୍ଡ ହର୍ ହଜବ୍ୟାଣ୍ଡ ଡେଡିକେସନ୍ ଟୁ ଏ ଗ୍ରେଟ୍ କଜ୍। ଜେଜେମା ତାଙ୍କ ସ୍ୱାମୀଙ୍କ ଉତ୍ସର୍ଗକୁ ଏକ ମହାନ ଉଦ୍ଦେଶ୍ୟ ପାଇଁ ବାଣ୍ଟିଥିଲେ ବୋଲି କହିଥିବା ଧାଡ଼ିଟି ବାଛ। ଏହାର ଆନ୍ସର ଲେଖିବା ହାଉଏଭର୍ ସି ଆର୍ଡେଣ୍ଟଲି ସପୋର୍ଟେଡ୍ ମାଇ ଚଏସ୍ ଟୁ ଲିଭ୍ ଆଣ୍ଡ ୱାର୍କ ଇନ୍ ଆନନ୍ଦ। କ୍ୱେଶ୍ଚିନ୍ ନମ୍ବର ଡବଲ ଆଇ କମ୍ପ୍ଲିଟ୍ ଦ ଫଲୋଇଂ ୱିଥ୍ ଦ କରେକ୍ଟ ଅପସନ୍ ଫ୍ରମ୍ ଦ ଟୁ ଗିଭେନ୍ ଇନ୍ ବ୍ରାକେଟ୍ସ।
ବ୍ରାକେଟରେ ଦିଆଯାଇଥିବା ଦୁଇଟି ବିକଳ୍ପ ମଧ୍ୟରୁ ସଠିକ୍ ବିକଳ୍ପ ସହିତ ନିମ୍ନଲିଖିତ ଶୂନ୍ୟସ୍ଥାନକୁ ପୂରଣ କରିବା। ତ ଲେଖ ପିଲାମାନେ, ଦି ଫ୍ୟାକ୍ଟ ଦ୍ୟାଟ୍ ଦି ରାଇଟର ପ୍ରାଇଜେସ୍ ହିଜ୍ ୱାଇଫ୍ tells us that he dash truly values ନା କୁଇଟଲି accept her role in his life। ତାହେଲେ ଏଇ ଦୁଇଟି ମଧ୍ୟରୁ କେଉଁଟା ଠିକ୍ ହେବ? truly values ନା କୁଇଟଲି accept। ଲେଖକ ନିଜ ପତ୍ନୀକୁ ପ୍ରଶଂସା କରିବା ଦର୍ଶାଏ ଯେ ସେ ତାଙ୍କ ଜୀବନରେ ତାଙ୍କ ଭୂମିକାକୁ ଡ୍ୟାସ୍ କ'ଣ ହେବ? truly values। ଏହାର ଅର୍ଥ ହେଲା ଗୁରୁତ୍ୱ ଦେବା ବା ମୂଲ୍ୟ ଦେବା। କୁଇଟଲି accepts ଏହାର ଅର୍ଥ ହେଲା ଚୁପଚାପ ଗ୍ରହଣ କରନ୍ତି। ଏହାର ଆନ୍ସର ହେବ truly values। ତେଣୁ ଉତ୍ତର ଏଠାରେ ଲେଖିବା truly values। ତାପରେ ଦେଖ ପିଲାମାନେ, I complete the following sentence with the correct option from those given below। Based on the information in the extract, we can infer that the grandmother had all of the following traits except Based on the information in the extract, we can infer that the grandmother had all of the following traits except ଉଦ୍ଧୃତାଂଶରେ ଥିବା ସୂଚନା ଆଧାରରେ ଆମେ ଅନୁମାନ କରିପାରିବା ଯେ ନିମ୍ନଲିଖିତ ମଧ୍ୟରୁ କେଉଁ ଗୁଣକୁ ଛାଡ଼ିଦେଲେ ଜେଜେମାଙ୍କର ଅନ୍ୟ ସବୁ ଗୁଣ ଥିଲା। ଅପସନ୍ ଏ ଏନକରେଜିଂ, ଏହାର ଅର୍ଥ ହେଲା ଉତ୍ସାହଜନକ। ଅପସନ୍ ବି ଅଣ୍ଡରଷ୍ଟାଣ୍ଡିଂ, ଅଣ୍ଡରଷ୍ଟାଣ୍ଡିଂ ଅର୍ଥ ବୁଝାମଣା। ଅପସନ୍ ସି କମ୍ଫର୍ଟିଂ, କମ୍ଫର୍ଟିଂ ଅର୍ଥ ସାନ୍ତ୍ୱନାଜନକ ବା ସାନ୍ତ୍ୱନାମୂଳକ। ଅପସନ୍ ଡି ଥଟଫୁଲ, ଥଟଫୁଲ ଅର୍ଥ ଚିନ୍ତିତ। ଏହାର ଆନ୍ସର ହେବ ଅପସନ୍ ସି କମ୍ଫର୍ଟିଂ। ତାପରେ ଦେଖ ପିଲାମାନେ, କ୍ୱେଶ୍ଚିନ୍ ନମ୍ବର IV, ସିଲେକ୍ଟ ଦି ଫ୍ରେଜ୍ ଦ୍ୟାଟ୍ କନଭେଜ୍ showed grace under pressure and carried out my duties with dignity and confidence। ବାକ୍ୟାଂଶଟିକୁ ବାଛନ୍ତୁ ଯାହା ପ୍ରକାଶ କରେ ଯେ ଚାପ ମଧ୍ୟରେ ଅନୁଗ୍ରହ ଦେଖାଇଲି ଏବଂ ମୋର କର୍ତ୍ତବ୍ୟକୁ ମର୍ଯ୍ୟାଦା ଏବଂ ଆତ୍ମବିଶ୍ୱାସ ସହିତ ସମ୍ପାଦନ କଲି। ତାହେଲେ ସେହି ବାକ୍ୟାଂଶଟିକୁ ବାଛିକି ଲେଖିବା। ତାହେଲେ ଏହାର ଆନ୍ସର ହେବ should read my responsibilities with poise। ତାପରେ ଦେଖ ପିଲାମାନେ, I answer the following questions। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। 1ରେ ଦେଲା, What event does Dr. Kurian give to his grandson Siddharth receiving the Padma Vibhushan? ପଦ୍ମ ବିଭୂଷଣ ଗ୍ରହଣ କରିବା ସମୟରେ ଡକ୍ଟର କୁରିଏନ୍ ତାଙ୍କ ନାତି ସିଦ୍ଧାର୍ଥଙ୍କୁ କେଉଁ ଘଟଣା ବିଷୟରେ କହିଛନ୍ତି? ଏହାର ଆନ୍ସର ଲେଖିବା। ଦ ଇଭେଣ୍ଟ ରେଫର୍ସ ଟୁ ଏ ପର୍ସନାଲ ମୁଭମେଣ୍ଟ when Dr. Kurien's grandson Siddharth took his Padma Vibhushan medal and put it around his own neck, asking to keep it। Dr. Kurien used this to teach him that honors must be earned through one's own hard work। ଏହି ଘଟଣାଟି ଏକ ପାରିବାରିକ ମୁହୂର୍ତ୍ତକୁ ବୁଝାଉଛି ଯେତେବେଳେ ଡକ୍ଟର କୁରିଏନ୍ ନାତି ସିଦ୍ଧାର୍ଥ ତାଙ୍କ ପଦ୍ମବିଭୂଷଣ ପଦକଟି ନେଇ ନିଜ ବେକରେ ପକାଇ ଦେଇଥିଲେ ଏବଂ ତାହାକୁ ରଖିବା ପାଇଁ ମାଗିଥିଲେ। ଡକ୍ଟର କୁରିଏନ୍ ଏହା ମାଧ୍ୟମରେ ତାଙ୍କୁ ଶିକ୍ଷା ଦେଇଥିଲେ ଯେ ସମ୍ମାନ ଏବଂ ସଫଳତା ସବୁବେଳେ ନିଜର କଠିନ ପରିଶ୍ରମ ଦ୍ୱାରା ଅର୍ଜନ କରାଯିବା ଉଚିତ। କ୍ୱେଶ୍ଚିନ୍ ନମ୍ବର 2, How did Dr. Kurien's decision to join the cooperative in Anand affect his life? ଆନନ୍ଦରେ ସମବାୟ ସମିତିରେ ଯୋଗ ଦେବାର ଡକ୍ଟର କୁରିଏନ୍ଙ୍କ ନିଷ୍ପତ୍ତି ତାଙ୍କ ଜୀବନକୁ କିପରି ପ୍ରଭାବିତ କଲା? ଏହାର ଆନ୍ସର ଲେଖିବା। ଡକ୍ଟର କୁରିଏନ୍ସ ଡିସିସନ୍ ଟୁ ଜଏନ୍ ଦି କୋଅପରେଟିଭ୍ ଇନ୍ ଆନନ୍ଦ transformed his life completely। Initially hesitant, he chose to stay and support the poor dairy farmers। This decision led him to build Amul, spearhead the White Revolution, and dedicate his entire life to empowering rural India। ତାପରେ ଦେଖ ପିଲାମାନେ, କ୍ୱେଶ୍ଚିନ୍ ନମ୍ବର 3, ଡକ୍ଟର କୁରିଏନ୍ସ ଡିସିସନ୍ ଟୁ ୱାର୍କ ଇନ୍ ଆନନ୍ଦ reveals his values and sense of duty। explain। ଆନନ୍ଦରେ କାମ କରିବାର ଡକ୍ଟର କୁରିଏନ୍ଙ୍କ ନିଷ୍ପତ୍ତି ତାଙ୍କର ମୂଲ୍ୟବୋଧ ଏବଂ କର୍ତ୍ତବ୍ୟବୋଧକୁ ପ୍ରକାଶ କରେ। ତାହା ବ୍ୟାଖ୍ୟା କର। ଏହାର ଆନ୍ସର ଲେଖିବା। ଡକ୍ଟର କୁରିଏନ୍ସ ଚଏସ୍ ଟୁ ଷ୍ଟେ ଇନ୍ ଆନନ୍ଦ instead of chasing a highly paid or comfortable job reveals his deep sense of responsibilities, compassion, and patriotism।
It shows that he valued social justice, empowering poor farmers and servicing his nation above his own personal comfort. Question number 4. Why did Dr. Kurian write the letter to his grandson? ଡକ୍ଟର କୁରିଏନ୍ ତାଙ୍କ ନାତିଙ୍କୁ କାହିଁକି ଚିଠି ଲେଖିଥିଲେ? ଏହାର ଆନ୍ସର ଲେଖିବା। ଡକ୍ଟର କୁରିଏନ୍ wrote the letter to his grandson to pass down the wisdom he gained throughout his life. He wanted to inspire the younger generation to find a meaningful purpose, embrace selfless service, not fear failure, and live a life driven by strong values. Question number 5. According to Dr. Kurian, life is privilege and it is wrong to waste it. What is your opinion on this? ଡକ୍ଟର କୁରିଏନଙ୍କ ଅନୁଯାୟୀ ଜୀବନ ଏକ ସୌଭାଗ୍ୟ ଏବଂ ଏହାକୁ ନଷ୍ଟ କରିବା ଭୁଲ। ଏହା ଉପରେ ଆପଣଙ୍କ ମତ କ'ଣ? ଏହାର ଆନ୍ସର ଲେଖିବା। I completely agree with Dr. Kurian. Human life is a rare gift, offering us the chance to make a positive impact on the world. Wasting it on selfish or meaningless pursuits is wrong because we miss the opportunity to uplift society, help others, and leave a lasting, meaningful legacy behind. Question number 6. What message does Dr. Kurian want to convey about selfless service and its long-term impact on the society? ନିସ୍ୱାର୍ଥପର ସେବା ଏବଂ ସମାଜ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ବିଷୟରେ ଡକ୍ଟର କୁରିଏନ୍ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହାର ଆନ୍ସର ଲେଖିବା। ଡକ୍ଟର କୁରିଏନ୍ wants to convey that selfless service is the highest calling one can answer. Its long-term impact is profound. It has the power to permanently uplift entire communities, bring economic independence to millions of poor farmers, and build a stronger, more united nation for the future generation. ତାପରେ ଦେଖ ପିଲାମାନେ, let us learn, ଚାଲ ଶିଖିବା। ଆଇରେ ଦେଲା replace the underlined word in each sentence with the correct synonym for the box. You may refer to a dictionary. ପ୍ରତ୍ୟେକ ବାକ୍ୟରେ ରେଖାଙ୍କିତ ଶବ୍ଦଗୁଡ଼ିକୁ ବାକ୍ସରୁ ସଠିକ ପ୍ରତିଶବ୍ଦ ସହିତ ବଦଳାନ୍ତୁ। ତ ଲେଖ ପିଲାମାନେ, ପ୍ରଥମେ ଦେଲା କ୍ୱେଶ୍ଚିନ୍ ନମ୍ବର 1 ଦେଲା he received the award in a magnificent ceremony. ତାହେଲେ ଏଠାରେ ପିଲାମାନେ ଅଣ୍ଡରଲାଇନ୍ ଦେଇନି, ଏଠାରେ ଅଣ୍ଡରଲାଇନ୍ ଦିଆଯିବ ମ୍ୟାଗ୍ନିଫିସେଣ୍ଟ। ତେଣୁ ଏଠାରେ ଆମେ ମ୍ୟାଗ୍ନିଫିସେଣ୍ଟ ବଦଳରେ ଲେଖିପାରିବା ସ୍ପ୍ଲେଣ୍ଡିଡ୍। 2ରେ ଦେଲା I felt a fleeting joy when I received the appreciation of my song. ତାହେଲେ ଏଠାରେ ଅଣ୍ଡରଲାଇନ୍ ଦିଆଯିବ ଫ୍ଲିଟିଂ ତଳେ। ଫ୍ଲିଟିଂ ଅର୍ଥ ହେବ ମୋମେଣ୍ଟାରୀ। Question number 3. With today's instant communication, we can share information across the world in seconds. ଏଠାରେ ଅଣ୍ଡରଲାଇନ୍ ଦିଆଯିବ ଇନଷ୍ଟାଣ୍ଟ ତଳେ। ଇନଷ୍ଟାଣ୍ଟ ଅର୍ଥ ହେବ ସୁଇଫ୍ଟ। Question number 4. Our school focuses on the course values, collaboration, innovation and unity. ଏଠାରେ ଅଣ୍ଡରଲାଇନ୍ ଦିଆଯିବ କୋର୍। କୋର୍ର ସିନୋନିମ୍ ହେବ ଏସେନ୍ସିଆଲ। Question number 5. My teacher's advice on time management is a valuable reminder of the importance of planning. ତାହେଲେ ଏଠାରେ ଅଣ୍ଡରଲାଇନ୍ ଦିଆଯିବ ଭ୍ୟାଲୁଏବଲ୍ ତଳେ। ଭ୍ୟାଲୁଏବଲ୍ ଅର୍ଥ ହେବ ୟୁଜଫୁଲ୍। Question number 6. Reading books and listening to music can give abiding pleasure that will last forever. Abiding ତଳେ ଅଣ୍ଡରଲାଇନ୍ ଦିଆଯିବ, ଏହାର ସିନୋନିମ୍ ହେବ ଲାଇଫ୍ ଲଙ୍ଗ୍। ତାପରେ ଦେଖ ପିଲାମାନେ ଡବଲ ଆଇ ମ୍ୟାଚ୍ ଦି ଏକ୍ସପ୍ରେସନ୍ ଫ୍ରମ୍ ଦ ଟେକ୍ସଟ in column 1 with their meanings in column 2. ସ୍ତମ୍ଭ 1ରେ ଥିବା ପାଠ୍ୟର ଅଭିବ୍ୟକ୍ତି ଗୁଡ଼ିକ ସ୍ତମ୍ଭ 2ରେ ଥିବା ସେମାନଙ୍କର ଅର୍ଥ ସହିତ ମେଳ କର। କଲମ୍ ଏରେ 1ରେ ଦେଲା in all humility, ଏହାର ଆନ୍ସର ହେବ IV being humble and having no feelings of self-importance. 2ରେ hold their heads high, ଏହାର ଆନ୍ସର ହେବ VI be confident and have a positive feeling. 3ରେ ଦେଲା to be quite honest,
यार आंसर है आई टू स्पीक इन ए ट्रुथफुल वे। 3 है आई। 4 देला टू द बेस्ट ऑफ योर एबिलिटी। यार आंसर है डबल आई डूइंग समथिंग यूजिंग ऑल योर स्किल टैलेंट एंड नॉलेज। 4 डबल आई। 5 लुक एट इन अवे। यार आंसर है ट्रिपल आई ऑब्जर्व विथ ग्रेट रेस्पेक्ट एंड वंडर। 5 ट्रिपल आई। तापर 6 देला समवेयर डीप डाउन। यार आंसर है भी इन द इनरमोस्ट पार्ट ऑफ द सेल्फ। 6 भी है। तापर देख पिलामाने सेक्शन 3 मेक एज मेनी वर्ड्स एज यू कैन आउट ऑफ द फॉलोइंग वर्ड्स। वन एग्जांपल हैज बीन डन फॉर यू। निम्नलिखित शब्द गुड़िकरू तुम्हें जिते संभव सेते अधिक शब्द तैयारी कर। जानिया पई गोटिए उदाहरण तुम पई करि दिया जाइछि। 1 रे देख कम्युनिटी एथिरे थिबा लेटर गुडी को नै शब्द गढ़ा जाइछि। सिटी टॉय ट्यून यूनिटी म्यूटिनी कट। सही परि हम इंपोर्टेंट रे थिबा लेटर गुडी को नै शब्द गढ़िले यथा इंपोर्ट पोर्ट एंड टैम्प ट्रिम ट्रायो पॉइंट पार्ट पेंट आयरन। मैग्निफिसेंट मैग्निफिसेंट रे थिबा लेटर गुडी को नै शब्द गढ़िले हबो मैग्नेट मैग्निफाई फैक्ट फेम फेस गेन नाइस आइस गिफ्ट गेट। सही परि सैटिस्फाइड सैटिस्फाइड रे थिबा लेटर गुडी को नै शब्द गढ़िले हेबो सैड फैट फास्ट फिट फिस्ट साइड सीट टाई डाइट एडिट इट टाइड टेस्ट। सही परि जेनेरेशन जेनेरेशन रे थिबा लेटर गुडी को नै शब्द गढ़िले हबो ग्रेट रेट रैट रेंट टी टेन टैन इट गेट गेट रेन नेशन। अचीवमेंट अचीवमेंट रे थिबा लेटर गुडी को नै शब्द गढ़िले हबो अचीव चीफ चीट चांट चेन सेंट इवेंट इवेंट। एही परि हमें वर्ड्स लिखि परिबा। तापर देख पिला माने सेक्शन आईवी लेट अस प्ले ए वर्ड गेम अंताक्षरी। चलो एक अंताक्षरी शब्द खेल खेलिबा। 1 रे देला राइट द सिनोनिम ऑफ वर्ड अकॉर्डिंग टू द क्लूज गिवन बिलो। तले दिया जाइथिबा संकेत अनुसार शब्दर समार्थक शब्द लेख। फॉर एग्जांपल द सिनोनिम ऑफ द फर्स्ट वर्ड इंपोर्टेंट एंड विथ द लेटर टी। उदाहरण स्वरूप प्रथम शब्दर सिनोनिम अर्थात समानार्थक शब्द इंपोर्टेंट यह टी अक्षर सहित शेष होइछि। द सिनोनिम ऑफ द सेकेंड वर्ड बिगिन्स विथ टी ट्रबल। द्वितीय शब्दर समानार्थक शब्द टी अर्थात ट्रबल टी अक्षर रु आरंभ होइछि। देन राइट द सिनोनिम ऑफ द थर्ड वर्ड स्टार्टिंग विथ द लेटर ई। तापरे ई अक्षर सहित आरंभ होइथिबा तृतीय शब्दर समानार्थक शब्द लिखिबा। ताले एटा पिले माने सिनोनिम होबानी एंटोनिम होबो विपरीत अर्थबोधक शब्द। तापरे ई अक्षर सहित आरंभ होइथिबा तृतीय शब्दर आमे विपरीत शब्द लिखिबा। थर्ड रे देखा जाइछि अनइवन अनइवन रो एंटोनिम होबो इवन। ताले एठारे देखिबा इवन। प्रॉब्लम प्रॉब्लम रो सिनोनिम हैला ट्रबल ट्रबल स्पेलिंग हैला टी आर ओ यू बी एल ई। ताले ट्रबल ई लेटर रे एंड हैला तेनु इवन लिखिले हमें ई आउ लिखिबानी लिखिबा भेन। ई लिखाई से हमें भेन लिखिबा भी ई एन। तापर देखा पिला माने आईवी रे क्लू देला रिलेटेड टू पोस्ट ऑफिस। ताले यार आंसर लिखिबा लेटर तेनु एल ई टी टी ई आर हैला तेनु बॉक्स रे लिखिबा एल लिखा जाई छै हमें लिखिबा ई टी टी ई। भी रे देला आवर मोरल ड्यूटी हमर नैतिक कर्तव्य। ताले यार उत्तर कोन लिखिबा ना दायित्वबोध। ताले इंग्लिश रे ताको लिखिबा रेस्पॉन्सिबिलिटी। वीआई रे रिलेटेड टू टाइम टाइम सहित संपर्कित किए ना ईयर रेस्पॉन्सिबिलिटी वाई रे सहिला तेणु समय वाई रु आरंभ कले समय सहित संपर्कित शब्द लिखिबा ईयर वाई ई ए आर। भी डबल आई प्रॉस्परस यार सिनोनिम हबो सक्सेसफुल। तापर देखो पिला माने भी ट्रिपल आई रिलेटेड टू बीइंग अलिव अर्थात जीवित हेबा सहित जड़ित। ताले तार उत्तर लिखिबा जीवन ताको कहिबा लाइफ तेणु यार उत्तर लिखिबा लाइफ। तापर देखो पिला माने सेक्शन भी स्टडी द हाइलाइटेड पंक्चुएशन मार्क्स इन द फॉलोइंग सेंटेंसेस फ्रॉम द टेक्स्ट। पाठ्यरु निम्नलिखित वाक्य गुड़िकरे हाइलाइट होइथिबा विराम चिन्ह गुड़ी को पढ़। 1 रे देला बट दैट यू शुड नॉट बी सैटिस्फाइड
in merely keeping my awards. The challenge before you was to earn your own rewards for the work that you did in your lifetime. ଦୁଇରେ ଦେଲା writing even if it is a letter not only conveys our present concern and views of the events taking place around us, but it becomes a possession. The highlighted punctuation is a long dash. ହାଇଲାଇଟ୍ ହୋଇଥିବା ବିରାମ ଚିହ୍ନ ହେଉଛି ଏକ ଲମ୍ବା ଡ୍ୟାସ୍ ଦ୍ୟାଟ୍ କ୍ୟାନ୍ ବି ୟୁଜ୍ ଯାହା ବ୍ୟବହାର ହୁଏ ଟୁ ଲିଙ୍କ ୱାର୍ଡସ୍ ଶବ୍ଦକୁ ଯୋଡ଼ିବା ଅର୍ ନମ୍ବର୍ସ କିମ୍ବା ସଂଖ୍ୟାକୁ ଅର୍ ଟୁ କ୍ରିଏଟ୍ ଏ ପଜ୍ ଇନ୍ ଦ ସେଣ୍ଟେନ୍ସ କିମ୍ବା ଏକ ବାକ୍ୟରେ ଏକ ବିରାମ ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇପାରିବ। ଦେୟାର ଆର୍ ଟୁ ମେନ୍ ଟାଇପ୍ସ, ଏହାର ଦୁଇଟି ମୁଖ୍ୟ ପ୍ରକାର ଅଛି। ଦି ସର୍ଟର ଏଣ୍ଡ ଡ୍ୟାସ୍, ଗୋଟେ ରହିଲା ଛୋଟ ଡ୍ୟାସ୍ ତାକୁ କୁହାଯାଏ ଏନ୍ ଡ୍ୟାସ୍, ଆଣ୍ଡ ଦି ଲଙ୍ଗର ଏମ୍ ଡ୍ୟାସ୍, ଏବଂ ଲମ୍ବା ଡ୍ୟାସ୍ ଗୋଟେ ଥାଏ ତାକୁ ଏମ୍ ଡ୍ୟାସ୍ କୁହାଯାଏ। ତାହେଲେ ସାନଟାକୁ କହିବା ଏନ୍ ଡ୍ୟାସ୍ ଏବଂ ବଡ଼ଟାକୁ କହିବା ଏମ୍ ଡ୍ୟାସ୍। ତାପରେ ଦେଖ ପିଲାମାନେ ଏମ୍ ଡ୍ୟାସ୍ କ'ଣ? ଏନ୍ ଡ୍ୟାସ୍ ରିପ୍ରେଜେଣ୍ଟ ଏ ସ୍ପାନ୍ ଅର୍ ରେଞ୍ଜ ଇନ୍ ନମ୍ବର୍ସ ଅର୍ ଡେଟ୍ସ। ସଂଖ୍ୟା କିମ୍ବା ତାରିଖରେ ଏକ ସ୍ପାନ୍ ଅର୍ଥାତ୍ ପରିସରକୁ ପ୍ରତିନିଧିତ୍ୱ କରିଥାଏ। ସେ ହେଲା ଏନ୍ ଡ୍ୟାସ୍। ଫର୍ ଏକ୍ଜାମ୍ପଲ୍, ଉଦାହରଣ ସ୍ୱରୂପ ଇଟ୍ କ୍ୟାନ୍ ଇଣ୍ଡିକେଟ୍ ଟାଇମ୍ ପିରିୟଡ଼୍ସ, ଏହା ସମୟ ଅବଧି ସୂଚାଇପାରେ। ଲାଇକ୍ ଯେପରିକି ଟ୍ରେନ୍ ଅପରେଟ୍ସ ଜୁନ୍ ସେପ୍ଟେମ୍ବର, ଟ୍ରେନ୍ ଜୁନରୁ ସେପ୍ଟେମ୍ବରରେ ଚାଲି। ଅର୍ ପେଜ୍ ନମ୍ବର କିମ୍ବା ପୃଷ୍ଠା ସଂଖ୍ୟାକୁ ମଧ୍ୟ ସୂଚାଇଥାଏ। ସଚ୍ ଆଜ୍ ରେଫର୍ ଟୁ ପେଜ୍ 50 to 75 ଅର୍ ଟୁ ଶୋ ସ୍କୋର କିମ୍ବା ସ୍କୋର ଦେଖାଇବା ପାଇଁ ବୁଝାଏ। ଇଣ୍ଡିଆ ଓନ୍ ଦ ସିରିଜ୍ 2-1, ଭାରତ 2-1ରେ ସିରିଜ୍ ଜିତିଲା, ତେଣୁ ଏଠାରେ 2-1 ମଧ୍ୟରେ ଏନ୍ ଡ୍ୟାସ୍ ୟୁଜ୍ କରାଯାଇଛି। ତାପରେ ଦେଖ ପିଲାମାନେ ଏମ୍ ଡ୍ୟାସ୍ ଇଜ୍ ୟୁଜ୍ ଟୁ ଆଡ୍ ଏକ୍ସଟ୍ରା ଇନଫର୍ମେସନ୍ ଅର୍ ଟୁ ଶୋ ଏ ଚେଞ୍ଜ ଇନ୍ ଥଟ୍ ୱିଦିନ୍ ଏ ସେଣ୍ଟେନ୍ସ, ଅତିରିକ୍ତ ସୂଚନା ଯୋଡ଼ିବା ପାଇଁ କିମ୍ବା ଏକ ବାକ୍ୟ ମଧ୍ୟରେ ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଇବା ପାଇଁ ବ୍ୟବହୃତ ହୁଏ। ଫର୍ ଏକ୍ଜାମ୍ପଲ୍, ଉଦାହରଣ ସ୍ୱରୂପ ଦି ଏକ୍ସିବିସନ୍ ହେଲ୍ଡ ଇନ୍ ମେନ୍ ହଲ୍ ଫିଚର୍ସ ଲୋକାଲ ଆର୍ଟିଷ୍ଟ, ମୁଖ୍ୟ ହଲରେ ଅନୁଷ୍ଠିତ ପ୍ରଦର୍ଶନୀରେ ସ୍ଥାନୀୟ କଳାକାରମାନେ ଅଛନ୍ତି। ଅର୍ କିମ୍ବା ଆଇ ବମ୍ପଡ୍ ଇଣ୍ଟୁ ସମୱାନ୍ ଅନଏକ୍ସପେକ୍ଟେଡ୍ ମାଇ ଓଲ୍ଡ ଟିଚର, ମୁଁ ଅପ୍ରତ୍ୟାଶିତ ଭାବରେ କାହା ସହିତ ଧକ୍କା ଖାଇଲି, ମୋର ପୁରୁଣା ଶିକ୍ଷକ। ତାପରେ ଦେଖ ପିଲାମାନେ ରିଡ୍ ଦ ସେଣ୍ଟେନ୍ସେସ୍ ବିଲୋ, ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ପଢ଼ ଆଣ୍ଡ ଇନସର୍ଟ ଆଇଦର ଆନ୍ ଏମ୍ ଡ୍ୟାସ୍ ଅର୍ ଆନ୍ ଏନ୍ ଡ୍ୟାସ୍ ସୁଇଟେବଲି, ଏବଂ ଉପଯୁକ୍ତ ଭାବରେ ଏମ୍ ଡ୍ୟାସ୍ କିମ୍ବା ଏନ୍ ଡ୍ୟାସ୍ ସନ୍ନିବେଶ କର। ଆଇରେ ଦେଲା ଦି କନଫରେନ୍ସ ୱିଲ୍ ବି ହେଲ୍ଡ ଫ୍ରମ୍ ମାର୍ଚ୍ଚ 15 ମାର୍ଚ୍ଚ 20, ତାହେଲେ ଏଠାରେ କ'ଣ ଲାଗିବ ନା ଏନ୍ ଡ୍ୟାସ୍ ଲାଗିବ, ରେଞ୍ଜକୁ ବୁଝେଇଲା। ଏହାର ଆନ୍ସର ଲେଖିବା ଦି କନଫରେନ୍ସ ୱିଲ୍ ବି ହେଲ୍ଡ ଫ୍ରମ୍ ମାର୍ଚ୍ଚ 15 to ମାର୍ଚ୍ଚ 20। ତାପରେ ଦେଖ ପିଲାମାନେ କ୍ୱେଶ୍ଚିନ୍ ନମ୍ବର ଆଇ ହାଭ୍ ଲିଭ୍ଡ ଇନ୍ କାନପୁର ରାୟପୁର ଫର୍ 5 years ନାଓ। ଏଠାରେ ଏନ୍ ଡ୍ୟାସ୍ ବ୍ୟବହାର କରାଯିବ କାରଣ ଏହା କନେକ୍ସନକୁ ବୁଝେଇଲା, କନେକ୍ସନ୍ ବିଟୱିନ୍ ଟୁ ପ୍ଲେସ୍, ତେଣୁ ଏନ୍ ଡ୍ୟାସ୍ ବ୍ୟବହାର କରାଯିବ। କ୍ୱେଶ୍ଚିନ୍ ନମ୍ବର ଆଇ ଦ ଆର୍ଟିଷ୍ଟ ନୋନ୍ ଫର୍ ହର୍ ଭାଇବ୍ରାଣ୍ଟ ପେଣ୍ଟିଂସ୍ ୱିଲ୍ ବି ଶୋକେସିଂ ହର୍ ୱାର୍କ ଇନ୍ ଗୌହାଟୀ, ତାହେଲେ ଏଠାରେ ଦି ଆର୍ଟିଷ୍ଟ ନୋନ୍, ଏଠାରେ ଏନ୍ ଡ୍ୟାସ୍ ବ୍ୟବହାର କରାଯିବ ଏବଂ ପେଣ୍ଟିଂସ୍ ୱିଲ୍, ତା ମଝିରେ ମଧ୍ୟ ଏନ୍ ଡ୍ୟାସ୍ ବ୍ୟବହାର କରାଯିବ କାରଣ ଏକ୍ସଟ୍ରା ଇନଫର୍ମେସନ୍ ଏବଂ ପଜ୍ ବିରାମ ପାଇଁ ବ୍ୟବହୃତ କରାଯାଇଛି। କ୍ୱେଶ୍ଚିନ୍ ନମ୍ବର ଆଇ ଦି ସ୍କୋର୍ସ ଫର୍ ଦ ଫାଇନାଲ୍ ମ୍ୟାଚ୍ ୱେର୍ 2-3, ତାହେଲେ ଏଠାରେ ଏନ୍ ଡ୍ୟାସ୍ ବ୍ୟବହାର କରାଯିବ କାରଣ ଏହା ସ୍କୋରକୁ ବୁଝାଉଛି, ସ୍କୋରକୁ ବୁଝେଇଲେ 2-3 ମଝିରେ ଆମେ ଏନ୍ ଡ୍ୟାସ୍ ବ୍ୟବହାର କରିବା। ଏହାର ଆନ୍ସର ହେବ ଦ ସ୍କୋର୍ସ ଫର୍ ଦ ଫାଇନାଲ୍ ମ୍ୟାଚ୍ ୱେର୍ 2-3। ତାପରେ କ୍ୱେଶ୍ଚିନ୍ ନମ୍ବର ମାଇ ଫେଭରାଇଟ୍ ସ୍ନାକ୍ସ ସମୋସା, ପ୍ୟାକୋରସ୍ ଆଣ୍ଡ ଜେଲେବିଜ୍ ଆର୍ ଅଲ୍ ଫ୍ରମ୍ ଇଣ୍ଡିଆ, ତାହେଲେ ଏଠାରେ ଏମ୍ ଡ୍ୟାସ୍ ବ୍ୟବହାର କରାଯିବ କାରଣ ଏକ୍ସଟ୍ରା ଇନଫର୍ମେସନ୍ ବିଷୟରେ ସୂଚନା ଦିଆଯାଇଛି, ତେଣୁ ଏହାର ଆନ୍ସର ହେବ
ମାଇ ଫେଭରାଇଟ୍ ସ୍ନାକ୍ସ ସମୋସା ତା ମଝିରେ ଏନ୍ଡ୍ୟାସ୍ ବ୍ୟବହାର କରାଯିବ। ପ୍ୟାକୋରସ୍ ଆଣ୍ଡ ଜେଲେବି ଆର୍ ଅଲ୍ ଫ୍ରମ୍ ଇଣ୍ଡିଆ। ଜେଲେବି ଆଉ ଆର୍ ମଝିରେ ଏନ୍ଡ୍ୟାସ୍ ବ୍ୟବହାର କରାଯିବ। ତାପରେ ଦେଖ ପିଲାମାନେ କ୍ୱେଶ୍ଚିନ୍ ନମ୍ବର VI ଦ ଟ୍ରେନ୍ ଜର୍ନି ଫ୍ରମ୍ ବେଲାଗାଭି ବେଙ୍ଗାଲୁରୁ ଟେକ୍ସ ଲେସ୍ ଦ୍ୟାନ୍ 10 hours ଇଟ୍ ଇଣ୍ଡିକେଟ୍ସ କନେକ୍ସନ୍ ବିଟୱିନ୍ ଟୁ ପ୍ଲେସ୍। ତେଣୁ ଏଠାରେ ଆମେ ଏନ୍ଡ୍ୟାସ୍ ବ୍ୟବହାର କରିବା। ଦୁଇଟି ସ୍ଥାନକୁ ସଂଯୋଗ କରୁଛି ତେଣୁ ଏନ୍ଡ୍ୟାସ୍ ବ୍ୟବହାର କରିବା। ତାପରେ ଦେଖ ପିଲାମାନେ VII ଜଷ୍ଟ ଫିନିଶ୍ଡ ରିଡ଼ିଂ ଦ ବୁକ୍ ଇଟ୍ ୱାଜ୍ ଆବସଲ୍ୟୁଟଲି ଆମେଜିଂ। ଏଠାରେ ଦୃଢ଼ ଶ୍ୱାସ ବିରାମ ଏବଂ ଗୋଟେ କଥାକୁ ଗୁରୁତ୍ୱ ଦିଆଯାଇଛି ତେଣୁ ଏଠାରେ ଆମେ ଏନ୍ଡ୍ୟାସ୍ ବ୍ୟବହାର କରିବା। ତେଣୁ ବୁକ୍ ଏବଂ ଇଟ୍ ମଝିରେ ଆମେ ଏନ୍ଡ୍ୟାସ୍ ବ୍ୟବହାର କରିବା। ତାପରେ ଦେଖ ପିଲାମାନେ VIII ଦ ଇଭେଣ୍ଟ ୱିଲ୍ ଟେକ୍ ପ୍ଲେସ୍ ଅନ୍ ସେପ୍ଟେମ୍ବର 1 ସେପ୍ଟେମ୍ବର 5। ତାହେଲେ ଏହା ଇଣ୍ଡିକେଟ୍ କରୁଛି ରେଞ୍ଜକୁ, ଡେଟ୍ ଅଫ୍ ରେଞ୍ଜ। ତେଣୁ ଆମେ ଏଠାରେ ଏନ୍ଡ୍ୟାସ୍ ବ୍ୟବହାର କରିବା। ସେପ୍ଟେମ୍ବର 1 ଆଉ ସେପ୍ଟେମ୍ବର 5 ମଧ୍ୟରେ ଆମେ ଏନ୍ଡ୍ୟାସ୍ ବ୍ୟବହାର କରିବା। ତାପରେ ଦେଖ ପିଲାମାନେ ସେକ୍ସନ୍ VI ଷ୍ଟଡି ଦ ହାଇଲାଇଟେଡ୍ ୱାର୍ଡସ୍ ଇନ୍ ଦ ଫଲୋଇଂ ସେଣ୍ଟେନ୍ସେସ୍ ଫ୍ରମ୍ ଦି ଟେକ୍ସଟ। ପାଠ୍ୟରୁ ନିମ୍ନଲିଖିତ ବାକ୍ୟ ଗୁଡ଼ିକରେ ହାଇଲାଇଟ୍ ହୋଇଥିବା ଶବ୍ଦ ଗୁଡ଼ିକୁ ପଢ଼। ଏକରେ ଦେଲା We told you that of course this medal was yours as much as it was mine। ଏଠାରେ yours କୁ ହାଇଲାଇଟ୍ କରାଯାଇଛି। ଦୁଇରେ who were trying to gain control over their lives there କୁ ହାଇଲାଇଟ୍ କରାଯାଇଛି। ତିନିରେ I have always emphasized that it's a recognition of the achievements of many people। ତାହେଲେ ଏଠାରେ it's କୁ ହାଇଲାଇଟ୍ କରାଯାଇଛି। ତାପରେ ଦେଖ ପିଲାମାନେ in the given sentences yours and theirs indicate possession something belonging to you and them respectively, but its does not indicate possession, rather is the contracted form of it is। ତାହେଲେ ପ୍ରଦତ୍ତ ବାକ୍ୟ ଗୁଡ଼ିକରେ your and their ଏହା ତୁମର କିମ୍ବା ସେମାନଙ୍କର ମାଲିକାନାକୁ ସୂଚିତ କରେ, ଯେଉଁଟାକୁ ଆମେ possession କହୁଛେ। ନା କୌଣସି ଜିନିଷ ନିଜ ପାଖରେ ଥିବା କିମ୍ବା ତାର ମାଲିକ କିମ୍ବା ତାକୁ ନିଜ ନିୟନ୍ତ୍ରଣରେ ରଖିବା ତାକୁ କହିବା possession। ସେହି କ୍ଷେତ୍ରରେ ଆମେ କଣ୍ଟ୍ରାକ୍ଟେଡ୍ ଫର୍ମ ବ୍ୟବହାର କରିବା ନାହିଁ ବା ଆପୋଷ୍ଟ୍ରୋଫି ବ୍ୟବହାର କରିବା ନାହିଁ। କିନ୍ତୁ ଯେତେବେଳେ ନିଜ ଅଧିକାରରେ ନଥିବ ସେହି କ୍ଷେତ୍ରରେ ଆମେ ଏହାର କଣ୍ଟ୍ରାକ୍ଟେଡ୍ ଫର୍ମ ଅର୍ଥାତ୍ ସଂକୁଚିତ ରୂପକୁ ବ୍ୟବହାର କରିପାରିବା। ଉଦାହରଣ ସ୍ୱରୂପ ଇଟ୍ସ ଏହା ଇଟ୍ ଇଜ୍ର ସଂକୁଚିତ ରୂପ ବା କଣ୍ଟ୍ରାକ୍ଟେଡ୍ ଫର୍ମକୁ ଇଟ୍ସ ଲେଖା ହୁଏ, ଆପୋଷ୍ଟ୍ରୋଫି ଏସ୍ ଦେଇକି ଲେଖାଯାଏ। ସେହିପରି ବାକ୍ସ ମଧ୍ୟରେ ଥିବା ଶବ୍ଦ ଗୁଡ଼ିକ ପଜେସନ୍ ପାଇଁ ଏବଂ କଣ୍ଟ୍ରାକ୍ଟେଡ୍ ଫର୍ମ ରୂପେ ବ୍ୟବହୃତ ହୋଇଛି। ପ୍ରଥମେ ଦେଖ ଇଟ୍ସ ଏହା ହେଉଛି ଇଟ୍ ଇଜ୍ କିମ୍ବା ଇଟ୍ ହାଜ୍ର ସଂକୁଚିତ ରୂପ, କିନ୍ତୁ ଇଟ୍ସ ଏହା ପଜେସନ୍ ପାଇଁ ବ୍ୟବହୃତ ହୋଇଛି। ସେହିପରି ୟୁର୍ ଇଏ ହେଲା ୟୁ ଆର୍ର ସଂକୁଚିତ ରୂପ ଏବଂ ୟୁର୍ ଏହା ପଜେସନ୍ ପାଇଁ ବ୍ୟବହୃତ ହୋଇଛି। ସେହିପରି ପଞ୍ଚମ ବାକ୍ୟରେ ଦେୟାର ଏହା ହେଉଛି ଦେ ଆର୍ର ସଂକୁଚିତ ରୂପ ଏବଂ ଷଷ୍ଠ ବାକ୍ୟରେ ଦେୟାର ଏହା ପଜେସନ୍ ପାଇଁ ବ୍ୟବହୃତ ହୋଇଛି। ତାପରେ ଦେଖ ପିଲାମାନେ fill in the blanks by choosing the correct word from the options given in the brackets। ବନ୍ଧନୀରେ ଦିଆଯାଇଥିବା ବିକଳ୍ପ ଗୁଡ଼ିକରୁ ସଠିକ୍ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ଆଇରେ ଦେଲା ପ୍ଲିଜ୍ ରିମେମ୍ବର ଟୁ ବ୍ରିଙ୍ଗ ଡ୍ୟାସ୍ ଆସାଇନମେଣ୍ଟ ବୁକ୍ ୟୋର୍ ନା ୟୁଆର୍। ତାହେଲେ ଏଥିରେ କେଉଁ ୟୋର୍ଟି ବ୍ୟବହାର କରିବା? ତାହେଲେ ଏହା ପଜେସନ୍କୁ ବୁଝାଉଛି, ତେଣୁ ୟୋର୍ ଲେଖିବା। ଫାଷ୍ଟ ୟୋର୍। I ଦ ଟିମ୍ ସେଲିବ୍ରେଟେଡ୍ ଡ୍ୟାସ୍ ଭିକ୍ଟୋରୀ ଆଫ୍ଟର ଦି ମ୍ୟାଚ୍ ଦେୟାର ନା ଦେୟାର। ତାହେଲେ ଏଠାରେ ବି ପଜେସନ୍କୁ ଇଏ ବୁଝାଉଛି, ତେଣୁ ଦେୟାର ଲେଖିବା। ଫାଷ୍ଟ ଦେୟାର। I ଡ୍ୟାସ୍ ଇମ୍ପୋର୍ଟାଣ୍ଟ ଟୁ ଷ୍ଟେ ହାଇଡ୍ରେଟେଡ୍ ଡ୍ୟୁରିଂ ଦ ହଟ୍ ସମର ଡେଜ୍ ଇଟ୍ସ ନା ଇଟ୍ ଇଜ୍। ତାହେଲେ ଏହା ପଜେସନ୍କୁ ବୁଝାଉନାହିଁ, ତେଣୁ ଇଟ୍ସର କଣ୍ଟ୍ରାକ୍ଟେଡ୍ ଫର୍ମ ବ୍ୟବହାର କରିବା। ତେଣୁ ଇଟ୍ସ ଆପୋଷ୍ଟ୍ରୋଫି ଏସ୍ ସେକେଣ୍ଡଟା ବ୍ୟବହାର କରିବା। I cannot believe ଡ୍ୟାସ୍ ଗୋଇଂ ଟୁ ଦ ମ୍ୟାଙ୍ଗୋ ଫେଷ୍ଟିଭାଲ ଟୁଡେ। ତାହେଲେ ଇଏ ପଜେସନ୍କୁ ବୁଝାଉ ନାହିଁ, ତେଣୁ ଏଠାରେ ଆମେ ଆପୋଷ୍ଟ୍ରୋଫି ଲାଗିଥିବା ୟୋର୍ ବ୍ୟବହାର କରିବା। ସେକେଣ୍ଡଟା ୟୁ ଆର୍ର କଣ୍ଟ୍ରାକ୍ଟେଡ୍ ଫର୍ମ, ତେଣୁ ସେକେଣ୍ଡଟା ବ୍ୟବହାର କରିବା। ଭିରେ ଦ ଷ୍ଟୁଡେଣ୍ଟସ୍ ସେଡ୍ ଡ୍ୟାସ୍ ଏକ୍ସାଇଟେଡ୍ ଫର୍ ଦ ଫିଲ୍ଡ ଟ୍ରିପ୍ ଟୁମୋରୋ ଦେୟାର ନା ଦେୟାର। ତାହେଲେ ଇଏ ବି ପଜେସନ୍କୁ ବୁଝାଉ ନାହିଁ, ତେଣୁ ଆମେ ଏଠାରେ ଆପୋଷ୍ଟ୍ରୋଫି ଦେୟାର ବ୍ୟବହାର କରିବା। ଦେୟାରର କଣ୍ଟ୍ରାକ୍ଟେଡ୍ ଫର୍ମ ଦେୟାର ଫାଷ୍ଟ ଏଟା ବ୍ୟବହାର କରିବା। VIରେ ଦ ଟ୍ରି ଲଷ୍ଟ
ଡ୍ୟାସ୍ ଲିଭ୍ସ ଇନ୍ ଦ ୱିଣ୍ଟର, ତାହେଲେ ଏହା ପଜିସନକୁ ବୁଝାଉଛି, ତେଣୁ ଆମେ ଏଠାରେ ବ୍ୟବହାର କରିବା ଇଟ୍ସ। ଫାଷ୍ଟ ଏଟା ବ୍ୟବହାର କରିବା। ତାପରେ ଦେଖ ପିଲାମାନେ VII ରିଡ୍ ଦ ଫଲୋଇଂ ଫ୍ରେଜେସ୍ ଫ୍ରମ୍ ଦି ଟେକ୍ସଟ। ପାଠ୍ୟରେ ଥିବା ନିମ୍ନଲିଖିତ ବାକ୍ୟାଂଶ ଗୁଡ଼ିକୁ ପଢ଼। 1ରେ ଥିଲା ଇନ୍ ଟୁଡେଜ୍ ଫାଷ୍ଟ ପେସ୍ଡ ୱାର୍ଲଡ, 2ରେ ଅନ୍ ଦ ଟେଲିଫୋନ୍, 3ରେ ୱିଥ୍ ଗ୍ରେଟ୍ ଆବାଇଡିଂ ପ୍ଲେଜର, 4ରେ ଇନ୍ ଦ ଚାପ୍ଟର୍ସ ଦ୍ୟାଟ୍ ଫଲୋ, 5 ନମ୍ବର ଆଟ୍ ଏ ସର୍ଟନ୍ ଟାଇମ୍, 6 ନମ୍ବର ୱିଥ୍ ଇକ୍ୱାଲ୍ ରେସ୍ପେକ୍ଟ ଆଣ୍ଡ ଲଭ୍। ଦ ଗିଭେନ୍ ଫ୍ରେଜେସ୍ ଆର୍ ପ୍ରିପୋଜିସନାଲ ଫ୍ରେଜେସ୍। ତାହେଲେ ଦିଆଯାଇଥିବା ବାକ୍ୟାଂଶ ଗୁଡ଼ିକୁ ପ୍ରିପୋଜିସନାଲ ଫ୍ରେଜେସ୍ ବା ଅବ୍ୟୟ ବାକ୍ୟାଂଶ କୁହାଯାଏ। ପିଲାମାନେ ପ୍ରିପୋଜିସନାଲ ଫ୍ରେଜେସ୍ ବା ଅବ୍ୟୟ ବାକ୍ୟାଂଶ କ'ଣ? Prepositional phrases are a group of words that begins with a preposition and include a noun or pronoun as the object of the preposition. These phrases provide additional information about time, place, manner, cause, direction and relationship. ତାହେଲେ ଅବ୍ୟୟ ବାକ୍ୟାଂଶ ହେଉଛି ଶବ୍ଦ ଗୁଡ଼ିକର ଗୋଷ୍ଠୀ ଯାହା ଏକ ଅବ୍ୟୟ ସହିତ ଆରମ୍ଭ ହୁଏ ଏବଂ ଅବ୍ୟୟର ବସ୍ତୁ ଭାବରେ ଏକ ବିଶେଷ୍ୟ କିମ୍ବା ସର୍ବନାମକୁ ଅନ୍ତର୍ଭୁକ୍ତ କରେ। ଏହି ବାକ୍ୟାଂଶ ଗୁଡ଼ିକ ସମୟ, ସ୍ଥାନ, ପଦ୍ଧତି, କାରଣ, ଦିଗ କିମ୍ବା ସମ୍ପର୍କ ବିଷୟରେ ଅତିରିକ୍ତ ସୂଚନା ପ୍ରଦାନ କରେ। ତାପରେ ଦେଖ ପିଲାମାନେ ତଳେ ନାଓ କମ୍ପ୍ଲିଟ୍ ଦ ଫଲୋଇଂ ସେଣ୍ଟେନ୍ସେସ୍ ୱିଥ୍ ସୁଇଟେବୁଲ୍ ପ୍ରିପୋଜିସନାଲ ଫ୍ରେଜେସ୍। ଉପଯୁକ୍ତ ଅବ୍ୟୟ ବାକ୍ୟାଂଶ ସହିତ ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ କର। ଆଇରେ ଦେଲା ଦ ଚିଲଡ୍ରେନ୍ ପ୍ଲେଡ୍ ହାପିଲି ଇନ୍ ଡ୍ୟାସ୍। ପିଲାମାନେ ଖୁସିରେ ଖେଳୁଥିଲେ କେଉଁଠାରେ? ନା ଏଠାରେ ଲେଖିବା ଦି ଗାର୍ଡେନ୍ କିମ୍ବା ଦି ପାର୍କ। ଡବଲ ଆଇ ନିଶା ପ୍ଲେସ୍ ଦି ଭେସ୍ ଅନ୍ ଡ୍ୟାସ୍। ନିଶା ଫୁଲଦାନୀଟି ଉପରେ ରଖିଲା, ତାହେଲେ କାହା ଉପରେ ରଖିଲା? ନା ଟେବୁଲ୍ ଲେଖିବା ଦି ଟେବୁଲ୍ କିମ୍ବା ଦି ସେଲ୍ଫ। ଟ୍ରିପଲ ଆଇ ୱି ଡିସ୍କସ୍ ଦ ପ୍ରୋଜେକ୍ଟ ଇନ୍ ଡ୍ୟାସ୍। ଆମେ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲୁ, ତାହେଲେ କେଉଁଠାରେ? ନା ଲେଖିବା ଦି ମିଟିଂ, ମିଟିଂରେ। ଆଇଭି ପ୍ରୀତି ଫାଉଣ୍ଡ ଦି ଲଷ୍ଟ ବୁକ୍ ଅଣ୍ଡର ଡ୍ୟାସ୍। ପ୍ରୀତି ହଜିଯାଇଥିବା ପୁସ୍ତକଟି କାହା ତଳେ ପାଇଲା? ନା ଏଠାରେ ବ୍ୟବହାର କରିବା ଦି ବେଡ୍, ଖଟ ତଳେ କିମ୍ବା ଅଣ୍ଡର ଦି ଚେୟାର, ଚେୟାର ଲେଖିପାରିବା। ତାପରେ ଭିରେ ଦ କ୍ୟାଟ୍ ସ୍ଲେପ୍ଟ ଅନ୍ ଡ୍ୟାସ୍। ବିଲେଇ ଶୋଇଛି, ତାହେଲେ କାହା ଉପରେ ଶୋଇଛି? ତାହେଲେ ଏଠାରେ ଲେଖିପାରିବା ଅନ୍ ଦି ସୋଫା, ସୋଫା ଉପରେ ଶୋଇଛି କିମ୍ବା ମ୍ୟାଟ୍ ମଧ୍ୟ ଲେଖିପାରିବା ଅନ୍ ଦି ମ୍ୟାଟ୍। ତାପରେ ଦେଖ ପିଲାମାନେ ସେକ୍ସନ VIII ରିଆରେଞ୍ଜ ଦ ଫଲୋଇଂ ଜମଲ ୱାର୍ଡସ୍ ଆଣ୍ଡ ଫ୍ରେଜେସ୍ ଇଣ୍ଟୁ ମିନିଂଫୁଲ୍ ସେଣ୍ଟେନ୍ସେସ୍। ନିମ୍ନଲିଖିତ ଶବ୍ଦ ଏବଂ ବାକ୍ୟାଂଶ ଗୁଡ଼ିକୁ ଆମେ ଅର୍ଥପୂର୍ଣ୍ଣ ବାକ୍ୟରେ ସଜାଇବା। କ୍ୱେଶ୍ଚିନ୍ ନମ୍ବର 1 ତାକୁ ସଜାଡ଼ିଲେ ହେବ ଦି ଡଗ୍ ବାର୍କ ଲାଉଡଲି ଆଟ୍ ଦି ଷ୍ଟ୍ରେଞ୍ଜର୍ସ ୱାଲ୍କିଂ ବାଇ ଦ ହାଉସ୍। କ୍ୱେଶ୍ଚିନ୍ ନମ୍ବର 2 ତାକୁ ସଜାଡ଼ିଲେ ହେବ ମାଇ କ୍ଲାସମେଟ୍ ରୋଟ୍ ଏ ଷ୍ଟୋରି ଡ୍ୟୁରିଂ ଦ ସମର ଭ୍ୟାକେସନ୍ସ। କ୍ୱେଶ୍ଚିନ୍ ନମ୍ବର 3 ତାକୁ ସଜାଡ଼ିଲେ ହେବ ଦେ ଏନ୍ଜୟ ଏ ପିକନିକ୍ ଅଣ୍ଡର ଦ ଟ୍ରିଜ୍ ବାଇ ଦ ଲେକ୍। କ୍ୱେଶ୍ଚିନ୍ ନମ୍ବର IV ତାକୁ ସଜାଡ଼ିଲେ ହେବ ହି ହଙ୍ଗ ଦି ପେଣ୍ଟିଂ ଇନ୍ ହିଜ୍ ଗ୍ରାଣ୍ଡଫାଦର୍ସ ରୁମ୍। ତାପରେ କ୍ୱେଶ୍ଚିନ୍ ନମ୍ବର V ଏଥିରେ ଥିବା ଜଙ୍ଗଲ ୱାର୍ଡ ଗୁଡ଼ିକୁ ସଜାଡ଼ିଲେ ହେବ ଦ ଷ୍ଟୁଡେଣ୍ଟ ଷ୍ଟଡିଡ୍ ୱିଥ୍ ଗ୍ରେଟ୍ ଡିଟରମିନେସନ୍ ଫର୍ ଦି ଏକ୍ଜାମ୍। ତାପରେ ଦେଖ ପିଲାମାନେ ଲେଟ୍ ଅସ୍ ଲିସିନ୍, ଚାଲ ଶୁଣିବା। ୟୁ ୱିଲ୍ ଲିସିନ୍ ଟୁ ଦ ପ୍ୟାସେଜ୍ ଏବାଉଟ୍ ଏଭଲିନ୍ ଗ୍ଲେନିସ୍ ଜର୍ନି in overcoming her hearing loss through music and turning a physical disability into successful story। ତୁମେ ସଙ୍ଗୀତ ମାଧ୍ୟମରେ ଏଭଲିନ୍ ଗ୍ଲେନିଙ୍କ ଶ୍ରବଣ ଶକ୍ତି ହ୍ରାସକୁ ଦୂର କରିବା ଏବଂ ଏକ ଶାରୀରିକ ଅକ୍ଷମତାକୁ ସଫଳତାର କାହାଣୀରେ ପରିଣତ କରିବା ବିଷୟରେ ଏକ ଗଳ୍ପ ଶୁଣିବ। ଏହା ପୃଷ୍ଠା 100ରେ ଦିଆଯାଇଛି, ତୁମେମାନେ ଏହାକୁ ପଢ଼, ତାପରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ କରିବ। ତାପରେ ଦେଖ ପିଲାମାନେ ଆଫ୍ଟର ଲିସନିଂ ମ୍ୟାଚ୍ ଦି ୱାର୍ଡସ୍ ଗିଭେନ୍ ଇନ୍ କଲମ୍ 1 ୱିଥ୍ ଦେୟାର ମିନିଂସ୍ ଗିଭେନ୍ ଇନ୍ କଲମ୍ 2। ଶୁଣିବା ପରେ ସ୍ତମ୍ଭ 1ରେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ସ୍ତମ୍ଭ 2ରେ ଦିଆଯାଇଥିବା ଶବ୍ଦର ଅର୍ଥ ସହିତ ମେଳ କର। କଲମ୍ 1ରେ ପ୍ରଥମେ ଦେଲା ପର୍କସନିଷ୍ଟ, ଏହାର ଅର୍ଥ ହେବ କଲମ୍ 2ରେ ହେବ ଏ ପର୍ସନ୍ ହୁ ପ୍ଲେଜ୍ ଡ୍ରମ୍ ଆଣ୍ଡ ସିମିଲାର ଇନ୍ଷ୍ଟ୍ରୁମେଣ୍ଟ, ଅର୍ଥାତ୍ ଜଣେ ବ୍ୟକ୍ତି ଯିଏ ଡ୍ରମ୍ କିମ୍ବା ତା ସହ ସମାନ ବାଦ୍ୟଯନ୍ତ୍ର ବଜାନ୍ତି ତାକୁ କହିବା ପର୍କସନିଷ୍ଟ। ଓଡ଼ିଆରେ ହେଲା ବାଦ୍ୟଯନ୍ତ୍ର ବାଦକ। 2ରେ ଇମ୍ପେୟାର୍ଡ, ଇମ୍ପେୟାର୍ଡ ଅର୍ଥ ହେଲା କଲମ୍ 2ରେ ଏହାର ଅର୍ଥ ହେବ ଡ୍ୟାମେଜ୍ ଅର୍ ୱିକେନ୍, କ୍ଷତିଗ୍ରସ୍ତ କିମ୍ବା ଦୁର୍ବଳ, ତେଣୁ 2 ଭିକୁ ଟାଣିବା। 3ରେ ଭାଇବ୍ରେସନ୍, ଭାଇବ୍ରେସନ୍ ହେଲା କମ୍ପନ, ଏହାର ମିନିଂ ହେବ ଫିଜିକାଲ ସେନ୍ସେସନ୍ କଜ୍ ବାଇ ସାଉଣ୍ଡ ଡ୍ୟାମେଜ୍ ଅର୍ ୱିକେନ୍, ଶବ୍ଦ କ୍ଷତିଗ୍ରସ୍ତ କିମ୍ବା ଦୁର୍ବଳ ହେବା ଦ୍ୱାରା ହେଉଥିବା
ଶାରୀରିକ ସମ୍ବେଦନଶୀଳତା, ତେଣୁ 3 IV କୁ ଟାଣିବା। 4ରେ ଡିଟରମିନେସନ୍ ଅର୍ଥ ଦୃଢ଼ ପ୍ରତିଜ୍ଞା। କଲମ୍ 2ରେ ଏହାର ମିନିଂ ହେବ ଦ ଆବିଲିଟି ଟୁ କିପ୍ ଗୋଇଂ ଡେସ୍ପାଇଟ୍ ଡିଫିକଲ୍ଟିଜ୍। ତାର ଅର୍ଥ ହେଲା ଅସୁବିଧା ସତ୍ତ୍ୱେ ଆଗକୁ ବଢ଼ିବାର କ୍ଷମତା, ତେଣୁ 4 କୁ ଟାଣିବା। 5ରେ ରହିଲା ଗ୍ରାଜୁଆଲ୍ ଅର୍ଥ କ୍ରମଶଃ। ଏହାର ମିନିଂ ହେବ କଲମ୍ 2ରେ ସ୍ଲୋ ଆଣ୍ଡ ଷ୍ଟେଡି ଓଭର ଟାଇମ୍। ଏହାର ଅର୍ଥ ହେଲା ସମୟ ସହିତ ଧୀର ଏବଂ ସ୍ଥିର, ତେଣୁ 5 କୁ ଟାଣିବା। ତାପରେ ଦେଖ ପିଲାମାନେ I ଲିସନ୍ ଟୁ ଦ ପ୍ୟାସେଜ୍ ୱାନ୍ସ ଏଗେନ୍ ଆଣ୍ଡ ଷ୍ଟେଟ୍ whether the statements given below are true or false। ଆଉ ଥରେ ପାଠ୍ୟକୁ ଶୁଣନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକ କେଉଁଗୁଡ଼ିକ ସତ୍ୟ କି ମିଥ୍ୟା ତାହା ଦର୍ଶାଅ। ଆଇରେ ଦେଲା ଏଭଲିନ୍ ଗ୍ଲେନି became deaf suddenly, ଏହା ଫଲ୍ସ। I her headmistress ignored the sign of her hearing loss, ଏଇଟା ବି ଫଲ୍ସ। ତାପରେ I ଦେଖ ପିଲାମାନେ Ron Forbes was a percussionist who helped Elvin, ଏଇଟା ଟ୍ରୁ ଅଛି। Elvin used her skin and bones to sense music, ଏଇଟା ବି ଟ୍ରୁ। ତାପରେ 5 she gave up on music after her diagnosis, ଏଇଟା ଫଲ୍ସ ଅଟେ। ତାପରେ ଦେଖ ପିଲାମାନେ ସେକ୍ସନ୍ 3 answer the following questions in 1 or 2 words, ଗୋଟିଏ କିମ୍ବା 2ଟି ଶବ୍ଦରେ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। Question number 1 how did Elvin turn her disability into strength? ଏଲଭିନ୍ କିପରି ତାଙ୍କର ଅକ୍ଷମତାକୁ ଶକ୍ତିରେ ପରିଣତ କଲେ? ଏହାର ଆନ୍ସର ଲେଖିବା by sensing vibrations। Question number 2 what role did Ron Forbes play in her life? Ron Forbes ତାଙ୍କ ଜୀବନରେ କେଉଁ ଭୂମିକା ଗ୍ରହଣ କରିଥିଲେ? ଏହାର ଆନ୍ସର ଲେଖିବା mentor or percussionist। ତାପରେ Question number 3 what lessons can we learn from Elvin's story about how to treat others who have different abilities or challenges? ବିଭିନ୍ନ କ୍ଷମତା କିମ୍ବା ଆହ୍ୱାନ ଥିବା ଅନ୍ୟମାନଙ୍କୁ କିପରି ବ୍ୟବହାର କରିବେ ସେ ବିଷୟରେ ଏଲଭିନ୍ଙ୍କ କାହାଣୀରୁ ଆମେ କେଉଁ ଶିକ୍ଷା ପାଇପାରିବା? ଏହାର ଆନ୍ସର ଲେଖିବା ରେସ୍ପେକ୍ଟ ଆଣ୍ଡ ସପୋର୍ଟ ଦେମ୍। ପିଲାମାନେ ତୁମମାନଙ୍କର ଏହି ବିଷୟର ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର ସରିଲା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ।